ପଖାଳ ସାଙ୍ଗକୁ ଖଡ଼ା ଶାଗ ଭଜା ହେଉ କି ଖଡ଼ା ଆଳୁ ସୋରିଷ ମସଲା ଦେଇକି ଭଜା ହେଉ ଖାଇବା ପାଇଁ ତ ବହୁତ ଟେଷ୍ଟି ଲାଗିଥାଏ। କିନ୍ତୁ ଆଜି ଆମେ ବନେଇବା ସେଇ ଖଡ଼ା ଆଳୁ ମୁଗ ସନ୍ତୁଳା, ଯାହାକୁ ଆପଣ ଭାତ ରୁଟି ପଖାଳ ଗରମ ସବୁଥିରେ ଖାଇପାରିବେ। କମ୍ ସମୟରେ କମ୍ ତେଲ ମସଲାରେ ତିଆରି ହେଉଥିବା ଏଇ ଗୋଟେ ହେଉଛି ସ୍ୱାଦିଷ୍ଟ ରେସିପି। ଖଡ଼ା ମୁଗ ସନ୍ତୁଳା ବନେଇବା ପାଇଁ ଏଠି ଦେଖନ୍ତୁ ମୁଁ କିଛି ଖଡ଼ା ନେଇଛି ଆଉ ମୁଁ ତା ଶାଗ ତକ ବାଛି ନେଇଛି। ଏବେ କ'ଣ କରିବା, ଆମେ ୟାକୁ କାଟି ନେବା ଛୋଟ ଛୋଟ ପିସ୍ରେ। ଆଉ ଏଠି ଦେଖନ୍ତୁ ମୁଁ ନେଇଛି ଗୋଟେ ମିଡ଼ିୟମ୍ ସାଇଜ୍ ଆଳୁ, ଆଉ ଏଠି ମୁଁ ନେଇଛି ହାଫ୍ କପ୍ ମୁଗ ଡାଲି। ଏବେ ମୁଁ କ'ଣ କରୁଛି, ପରିବା ଗୁଡ଼ାକୁ ଦେଖନ୍ତୁ ଲମ୍ବା ଲମ୍ବା ପିସ୍ରେ ଏଇ ଟାଇପ୍ର କାଟିକି ତାକୁ ଭଲସେ ଧୋଇ ନେଇଛି। ଏଠି ପ୍ରଥମେ ଆମେ ମୁଗକୁ ଭାଜି ନେବା। ଆଉ ମୁଗକୁ ଭାଜିଲା ବେଳେ ଗ୍ୟାସ୍କୁ ମିଡ଼ିୟମ୍ ଲୋ ଫ୍ଲେମ୍ରେ ରଖିକି ମୁଗକୁ ଭାଜିବେ। ମୁଗକୁ କ'ଣ କରିବେ ନା, ବେଶୀ ଭାଜିବେନି କି ପୁରା କଞ୍ଚା ରଖିବେନି। ଯଦି ପୁରା କଞ୍ଚା ରହିବ ତାହେଲେ ମୁଗଟା ଶୀଘ୍ର ପିଡ଼ିଯିବ, ଆଉ ଯଦି ପୁରା ଭାଜି ହେଇଯିବ ତାହେଲେ ତା ଟେଷ୍ଟଟା ଖରାପ ହେଇଯିବ। ତାକୁ କ'ଣ କରିବା, ଲାଇଟ୍ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଆମେ ଭାଜିବା। ଦେଖନ୍ତୁ ମୁଗ ଭାଜି ହେଇସାରିଲା ପରେ ତାର ଗୋଟେ ବଢ଼ିଆ ବାସ୍ନା ଆସିବ, ଜାଣିବେ ଯେ ଆପଣଙ୍କ ମୁଗଟା ହେଇଗଲାଣି। ଏବେ କ'ଣ କରିବା, ଆକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବା। ପ୍ଲେଟ୍କୁ କାଢ଼ିକି ସେଥିରେ କ'ଣ କରିବା, ସାଙ୍ଗେ ସାଙ୍ଗେ ପାଣି ଦେଇଦେବେ। କାହିଁକିନା ମୁଗଟା ତତଲାରେ ମାନେ ଗରମରେ ରହିଲେ ସେ ତା ଦେହରେ କ'ଣ ହୁଏ ନା, ଭଲକି ଭାଜି ହେଇକି ମାନେ କଳା ପଡ଼ିଯାଏ। ତାକୁ ଗୋଟେ ବଡ଼ ପ୍ଲେଟ୍ରେ ତାକୁ ଖେଳେଇ ଦେବେ। ଏବେ ଏଠି ଦେଖନ୍ତୁ ମୁଁ ସେଇ ସେମ୍ କରେଇରେ ନେଇଛି ପାଣି ମୁଁ ଏଠି 1 ଲିଟର ନେଇଛି, କାହିଁକିନା ମୁଗ ଡାଲିଟା ଅଧିକ ପାଣି ପିଏ। ଏବେ କ'ଣ କରିବା, ମୁଗ ଡାଲିକି ଭଲସେ ଧୋଇ ନେବା, କାଳେ ଗୋଡ଼ି ଥିବ, ତେଣୁକରି ମୁଁ ତାକୁ ଗଡ଼େଇ ମଧ୍ୟ ଦେଇଛି। ଏପଟେ ଯେଉଁ ଆମେ ପାଣିଟା ବସେଇଥିଲେ କରେଇରେ, ସେ କ'ଣ ହେଇଛି ନା ଗରମ ହେଇ ଆସିଲାଣି। ଏବେ ଆମେ ମୁଗ ଡାଲିକି ପକାଇ ନେବା। ଆଉ ମୁଗ ଡାଲିକି ପକାଇକି ଏଥିରେ ନେବା ଆମେ 1 ଛୋଟ ଚାମଚ ହଳଦୀ ପାଉଡ଼ର। ଆଉ କ'ଣ କରିବା ନା, ପୁରା ହାଇରେ ଦେଇଦେବା। ଆ ଦେହରେ 2ରୁ 3 ଫୁଟଣ ଆସିବାକୁ ଦେବା। ଏଥିରେ 2ରୁ 3 ଫୁଟଣ ଆସିଲା ପରେ ଯେଉଁ ଆମେ କାଟିକି ରଖିଛେ ଖଡ଼ା ଆଉ ଆଳୁକୁ ଆମେ ଆଡ଼୍ କରିବା। ଏବେ ଆମେ ଏଥିରେ ନେବା ସ୍ୱାଦ ଅନୁସାରେ ଲୁଣ। ଭିଡ଼ିଓଟିକୁ ଫୁଲ୍ ଅଛି ନିଶ୍ଚିନ୍ତ କରନ୍ତୁ, ଜାଣିପାରିବେ ରେସିପିଟି କେମିତି ବନିଆ ହେଉଛି। ଏବେ ଆକୁ ଆମେ ଘୋଡ଼େଇ ଦେବା ମିଡ଼ିୟମ୍ ଲୋ ଫ୍ଲେମ୍ରେ ମିନିମମ୍ 15 ମିନିଟ୍। ଆଉ ସେଇ ଭିତରେ ଆମେ ଦେଖନ୍ତୁ ଏଠି ମୁଁ ନେଇଛି 6ରୁ 7 କୋଲା ରସୁଣ। ଆକୁ ଆମେ ଛେଚି ନେବା। ଆଉ ଯଦି ଆପଣ ରସୁଣ ଛୁଙ୍କଟା ଦେଉଛନ୍ତି ନା ସନ୍ତୁଳାରେ, ତା ଟେଷ୍ଟ ତାର ବାସ୍ନା ବହୁତ ବଢ଼ିଆ ଆସିବ। ଏବେ ଆକୁ ମୁଁ ଛେଚି ସାରିଲା ପରେ ଆମର 15 ମିନିଟ୍ ହେଇଗଲାଣି। 15 ମିନିଟ୍ ପରେ ଆମେ ଏଠି ଦେଖିନେବା ଆମର ମୁଗ ଡାଲି କେତେ ବାଟ ଗଲା। ଦେଖନ୍ତୁ ମୁଗ ଡାଲିଟା ଆମର ମାନେ ବଢ଼ିଆ ସେ ସିଝି ଯାଇଛି, ଆଳୁ ମଧ୍ୟ ସିଝି ଯାଇଛି। ମୁଗ ଡାଲିଟାକୁ ବେଶୀ ଫୁଟେଇବେନି, ମାନେ ବାରେଣା ସିଝିଥିବ ସେଇ ସମୟରେ ହିଁ କ'ଣ କରିବେ ନା, ଗ୍ୟାସ୍ ଆମେ କ'ଣ କରିବା ବନ୍ଦ କରିନେବା। ଖଡ଼ାଟା ବି ଦେଖନ୍ତୁ ସିଝି ନେଇଛି। ଏବେ ଆମେ ଆଉ ଗୋଟେ ଜାଗାକୁ ଟ୍ରାନ୍ସଫର୍ କରିନେଲେ। ଆପଣ ଚାହିଁଲେ ତଡ଼କା ପ୍ୟାନ୍ରେ ମଧ୍ୟ ଛୁଙ୍କ ଦେଇପାରିବେ, କିନ୍ତୁ ମାନେ କଡ଼େଇରେ ଛୁଙ୍କ ଦେଲେ ତାର ଗୋଟେ ବାସ୍ନା ବହୁତ ଭଲ ଆସିଥାଏ। ଏବେ ଆମେ ସେଇ କଡ଼େଇରେ ନେଲେ 1 ଚାମଚ ସୋରିଷ ତେଲ, ଆଉ 2ଟି ଶୁଖିଲା ଲଙ୍କା, 1 ଚାମଚ ସୋରିଷ, 1 ଚାମଚ ଜିରା। ଏବେ ଆକୁ ଭଲସେ ଫୁଟିବାକୁ ଦେବା। ଆଉ ଏଠି ମୁଁ ନେଇଛି ଗୋଟେ ଛୋଟ ସାଇଜ୍ ପିଆଜ, ମାନେ ଛୋଟ ଛୋଟ ପିସ୍ଟା କାଟିକି ନେଇଛି। ଗ୍ୟାସ୍କୁ ମିଡ଼ିୟମ୍ ଲୋ ଫ୍ଲେମ୍ରେ ରଖିକି ଆକୁ ଟିକେ ଭାଜି ନେବା। ପିଆଜର କଲର୍ଟା ହାଲକା ଟିକେ ଚେଞ୍ଜ ହେଲା ପରେ ଏବେ କ'ଣ କରିବା ନା, ଏଥିରେ କୁଟିକି ରଖିଥିବା ରସୁଣକୁ ଆମେ ଆଡ଼୍ କରିବା। ରସୁଣକୁ ଆଡ଼୍ କରିକି ଗ୍ୟାସ୍କୁ ଲୋ କରିନେବେ, କାହିଁକିନା ରସୁଣଟା କ'ଣ ହୁଏ ନା ଶୀଘ୍ର ତାତିଯାଏ। ଏବେ ନେବା ଏଥିରେ 3ଟି କଞ୍ଚା ଲଙ୍କା। ଆକୁ ଟିକେ ହାଲକା ଆମେ ଭାଜି ନେବା। ହାଲକା ଭାଜିକି ଯେମିତି ରସୁଣର କଲର୍ଟା ଟିକେ ଚେଞ୍ଜ ହେଇଯିବ। ଏବେ କ'ଣ କରିବା ନା, ଆମେ ଯେଉଁ ସିଝେଇକି ରଖିଛେ ତାକୁ କ'ଣ କରିବା, ଏଥିରେ ଛୁଙ୍କ ଦେଇଦେବା। ଏଇ ପ୍ରୋସେସ୍ରେ ଥରେ ଆପଣ ବନେଇକି ଦେଖନ୍ତୁ, ଦେଖିବେ ବହୁତ ଟେଷ୍ଟି ଲାଗିବ। ଏବେ ଆକୁ କ'ଣ କରିବା ନା, ଭଲକି ଆମେ ଗୋଳେଇ ନେବା। ଗୋଳେଇକି ଏବେ କ'ଣ କରିବା, ଗ୍ୟାସ୍କୁ ବନ୍ଦ କରିନେବା। ଆଉ ସନ୍ତୁଳାର କନସିଷ୍ଟେନ୍ସିଟା ଏଇ ଟାଇପ୍ର ରହିବା ଦରକାର, ପୁରା ପତଳା ନୁହେଁ କି ପୁରା ମାନେ ବହଳିଆ ନୁହଁ। ଏବେ ଆକୁ ଆପଣ ଭାତ ସହିତ, ରୁଟି ସହିତ, ପଖାଳ ସହିତ, ଗରମ ସହିତ ସବୁଥିରେ ଖାଇପାରିବେ। ଆକୁ ଥରେ ନିଶ୍ଚିତ ଟ୍ରାଏ କରନ୍ତୁ, କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣାନ୍ତୁ। ରହୁଛି, ନମସ୍କାର। ପୁଣି ଦେଖବା ଆଉ ଗୋଟେ ନୂଆ ଭିଡ଼ିଓରେ।